ବରହମ ଥିଲା ତୋ ବାପା ୟା ବାପା ଗୋଟେ ବରହମା ବରହମା କିଏ ମୋ ବାପା ଏଇ ମତେ ଚିହ୍ନିଛୁ ବରହମା କଣ କହୁନୁ ବିଶ୍ୱସୂର୍ଯ୍ୟ ଅଗ୍ରଜନୀ ବେଦପତି ବ୍ରହ୍ମା ଆମ ଗାଁ ତ ଗରମଟା ଚୁପ୍ ଆଉ ବରହମା କଣ ତୋର ଧାନ ଉଡିବାକୁ ଯିବ ସେ ଯୋଉ ତୁମ ବାପା ବ୍ରହ୍ମା ମୋ ଗର୍ଭରୁ ଜନ୍ମ ତ ମୋ ଗର୍ଭ ତମେ ପୁରୁଷ ମୁଁ ପୁରୁଷ ପୁଣି ନାହିଁ କାହିଁକି ପିଲା ଜନ୍ମ ଦଉଛ ଏ ତ କୋଉ ପଞ୍ଚାୟତ ନଥିବ ଠାକୁର ପୂଜା କରାରେ ମା ମାନେ ବାବୁ ମାନେ ତୋ ସ୍ତ୍ରୀ ୟା ସ୍ତ୍ରୀ କଣ ଡାକ ତୁମେବ ମାତା ଛ ପିତା ତୁମେବ ତୁମେବ ବନ୍ଧୁଶ୍ଚ ସଖା ତମେବ ତୁମେବ ବିଦ୍ୟା ଦ୍ରବିଡ଼ଂ ତମେବ ତୁମେବ ସର୍ବମ ଦେବ ଦେବ ଯିଏ ତ ବାପା ସିଏ ତ ମା ନା ଆଉ ତୁ କେମିତି ଡାକୁଛୁ ତୁମେବ ମାତା ଛ ପିତା ତୁମେବ ତମ କଥା ଶୁଣା ହବ ତୋ ମା ଯିଏ ସେ ତ ବାପା ହବନି ଯିଏ ତ ବାପା ସେ ତ ମା ହବନି ତାହେଲେ ଆମେ ମାନେ କେମିତି ଡାକୁଛେ ତୁମେବ ମାତା ଛ ପିତା ତୁମେବ ମୁଁ କହିଛି ବାରମ୍ବାର ତୁ ଶୁଣିଛୁ ତୁମେ ହଉଛ ମା ତୁମେ ହଉଛ ବାପା ସେ ବାପା ସେ ମା ଏଇ କଥା ଶୁଣିଲା ପରେ ତୁ ଯାଦବପୁର ପାଖରେ ଫେରିଲି ତୋର ଗୋଟେ କ୍ଷତି ହେଲା ହଁ ମାଡ଼ ଖାଇଲୁ ମାର ଖାଇ କଣ ପାଇଁ ଘରେ ଆସି ପହଞ୍ଚିଲା ବେଳକୁ ବୋଉ ଗାଧେଇ ଯାଇଛି ଭୋକରେ କରଡ଼ି ଜଳୁଛି ବାପା ଦାଣ୍ଡ ପିଢ଼ାରେ ବସୁଛନ୍ତି ବ୍ୟାଗ ଥୋଇଦେଲୁ ଘରେ ସାର୍ ତ କହିଛନ୍ତି ଯିଏ ବାପା ସେ ମା ବୁଢାକୁ କଣ ଡାକିଲୁ ଏ ବୋଉ କାହାକୁ କୋଉ ଡାକିଲୁ ବାପାଙ୍କୁ ବାପା କାହିଁକି କୋଉ ଡାକିଲୁ ଆପଣ ତ କହିଥିଲେ କି ବାପା ସେ ବୋଉ ଓ ତୋ ବାପା ବହିଛି କହିଲୁ ବୋଉ ହଁ କଣ କହିଲୁ କହିଲେ ଭାତ ଦିଅ ଖାଇବି ବୁଢା କଣ ଭାତ ଦେଲା ହଁ ଦେଲା କମତି ମୋ ଗାଲେରେ କୋଉ ହିସାବରେ ବାପା ବୁଢା ବୁଝିଲୁ ବୋଉ ଆପଣ ପିଲା ବୁଝଉଛନ୍ତି ବୋଲି ମୁଁ ବୁଝିକି ଯାଇ କହିଲି ବାପା ଯିଏ ବୋଉ ସିଏ ନାରାୟଣ କହିଲେ ଦେବର୍ଷି କଣ ହେଲା ମାନବ କେବେ ଉଭୟ ବାପା ମା ହେଇପାରିବନି ତାହେଲେ ଆପଣ ଦେବତା ବି ବାପା ମା ମୁଁ ବାପା ମା ତୁମ ବାପା ବ୍ରହ୍ମାକୁ ନାଭି କମଳରୁ ଜନ୍ମ ଦେଇଛି ବ୍ରହ୍ମା ମଦଗାତ୍ର ସମ୍ଭବା ମୋ ଶରୀରରୁ ତୁମ ବାପା ବ୍ରହ୍ମା ଜନ୍ମ ସଫଳ ଅଛି ଶିବ ମମାତି ନେଇବ ମୋର ଆତ୍ମାର ସ୍ୱରୂପ ଶିବ ଆଉ ଇନ୍ଦ୍ର ବିଜୋଜା ପାକ ଶାସନ ବଳାରାତି ସିଏ ହେଲେ ମୋର ଭାଇ ଓଡିଆ ଭାଗବତ ଆସିବ କହିଲା ବ୍ରହ୍ମା ଦେବ ଆତ୍ମାର ସ୍ୱରୂପ ତୁମର ଆତ୍ମାର ସ୍ୱରୂପ ତୁମ ଇନ୍ଦ୍ର ହେଲେ ମୋର ବଡ ଭାଇ କଶ୍ୟପ ଋଷିଙ୍କ ଅମଳସ୍ୱରୁ ଅଦିତିଙ୍କ ଗର୍ଭରୁ ଇନ୍ଦ୍ରାଦି ଦେବତା ମାନଙ୍କର ସେଇ କଶ୍ୟପଙ୍କ ଅମଳସ୍ୱରୁ ଅଦିତିଙ୍କ ଗର୍ଭରୁ ବାମନ ଭଗବାନ ଯଦୁମଣି ଗଲେ ବ୍ୟାସ ସଂସ୍କୃତ ଭାଗ ଯଦୁମଣି ମହାପାତ୍ର କେମିତି ପଦ ଟିକେ ବାପା କହିଲା ଏହାଙ୍କ ପରିତ୍ରାଣ
ପାଣ୍ଡବ ଦେ ବାପା ମୁଁ କହୁଛି ପାଲା ବନ୍ଦ କର ପଇସାକୁ ପାଲା ବଳେଇ ସାରିଲେ ଆମେ ଚାହିଁଲ ଗାୟକ ଅଛନ୍ତି ଦିଟା ହାତ ଧରିବେ ଆଉ ବୋଲିବେନି ଟଙ୍କା 300 ଲେଖା ତୁମକୁ ଦେବା କଥା ଆଉ ମୁଁ ତ ସବୁ ଆଣୁଛି କମିଲେ ହବନି ମୋର ଘର ହଉ ଇଏ ଗେଡୁଆ ଏମିତି କରି କରି ମାରିଦେଲୁ ପଡୁଛି ଆଉ ଗେଡୁଆ କିରେ କଣ କିରେ ଯଦୁମଣି ମହାପାତ୍ର କହିବି ଯେତେବେଳେ ରୁକ୍ମିଣୀ ଚିଠି ଦଉଛନ୍ତି କାହା ପାଖକୁ ସେତିକି ଦ୍ୱିତୀୟ ପଦ ସେ କହିଲେ ଠାକୁରେ ଆପଣ 3 ଜଣଙ୍କୁ ରଖିଛନ୍ତି ଯୁଦ୍ଧପତିକି ଚୋରି କରି ନେଇ ଯାଉଥିଲା ତାକୁ ମାରିକିରି ବିଶ୍ୱଜ୍ୱଳରେ ଆକ୍ରାନ୍ତ ହେଲା ବେଳେ ଶିବ ତୁମ ଅଙ୍ଘ୍ରିରୁ ବ୍ରହ୍ମଶରୀର ଗଙ୍ଗାକୁ ନିର୍ଗତ କରି ତାଙ୍କର କରଳ ଜ୍ୱାଳାକୁ ତୁଚ୍ଛ ସିନ୍ଧୁ ସିନ୍ଧୁକକୁ ପୁଚ୍ଛ କରି କଥା ସେତେବେଳେ ଇନ୍ଦ୍ରାଦି ଦେବତା ମାନଙ୍କ ଉପରେ ଅତର୍କିତ ଆକ୍ରମଣ କରୁଥିଲେ ରାବଣ ବନ ନର୍ତ୍ତନକାରୀ ବନ ନର୍ତ୍ତନକାରୀ ହରି ଅଛ ହରି କହିଲେ ମାଙ୍କଡ ଆହା କି ପଦ ଲେଖିଛ ହେ ଅଛ କିରେ ତୁମେ କେଉଁ